ମହାଙ୍ଗା କୁଆପାଳ ଜେଏନ୍ କଲେଜର ଯୁକ୍ତ 3 ଛାତ୍ରୀକୁ ଦୁଇ ଦୁର୍ବୃତ୍ତ ମରଣାତ୍ମକ ଆକ୍ରମଣ। କଲେଜ ଛାତ୍ରୀଙ୍କୁ ମାରଣାସ୍ତ୍ରରେ ହାଣି ଲୁଟ୍ ଉଦ୍ୟମ କରି ଦୁଇ ଦୁର୍ବୃତ୍ତ ଫେରାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମହାଙ୍ଗା ଥାନା କୁହୁଣ୍ଡୁ ପଞ୍ଚାୟତ ବିରୁପା ନଦୀ ବନ୍ଧ ରାସ୍ତାରେ। ଆଜି ଦିନ ପ୍ରାୟ 11 ଘଟିକା ସମୟରେ ଛାତ୍ରୀ ଜଣକ କଲେଜକୁ କ୍ଲାସ୍ କରିବାକୁ ଆସୁଥିବା ସମୟରେ ଦୁଇ ଜଣ ଯୁବକ ଛାତ୍ରୀକୁ ଅଟକାଇ ମରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ। ଛାତ୍ରୀ ଜଣକ ଦୁର୍ବୃତ୍ତଙ୍କ ସହ ଘମାଘୋଟ ଲଢ଼ାଇ କରି ନିଜକୁ ରକ୍ଷା କରିଥିଲା। ଦୁର୍ବୃତ୍ତ ଆକ୍ରମଣରେ ଛାତ୍ରୀ ଆହତ ହେବା ପରେ ସ୍ଥାନୀୟ ଲୋକ ସହାୟତା ପାଇଁ ପ୍ରଥମେ ମହାଙ୍ଗା ମେଡ଼ିକାଲକୁ ନେଇ ଯାଇଥିଲେ। ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଛାତ୍ରୀ ଜଣକ ହେଉଛନ୍ତି କୁଆପାଳ ଜେଏନ୍ କଲେଜର ଯୁକ୍ତ 3ର ପ୍ରଥମ ବର୍ଷର ଛାତ୍ରୀ ସୁସ୍ମିତା ସାହୁ। ଛାତ୍ରୀଙ୍କ ଡାହାଣ ହାତକୁ ଦୁର୍ବୃତ୍ତ ହାଣିବା ପରେ ମୋବାଇଲ ଫୋନ୍ ଏବଂ ପର୍ସ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଖବର ପାଇ ମହାଙ୍ଗା ଆଇଆଇସି ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଥିଲେ। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକରୁ ଆଦିତ୍ୟ ନାରାୟଣ ଷଡ଼ଙ୍ଗୀଙ୍କ ରିପୋର୍ଟ, ଓଡ଼ିଶା ଖବର।